ଆଜି ଆମେ ପଞ୍ଚମ ଶ୍ରେଣୀ ସାହିତ୍ୟ ବହିର ପ୍ରଥମ ବିଷୟ ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫରର କ୍ୱେଶ୍ଚନ୍ ଆନ୍ସର ଗୁଡ଼ିକ ଆଲୋଚନା କରିବା। 1 ନମ୍ବର କଟି ଦେଇଛି ଆମ ଦେଶ ପରାଧୀନ ଥିଲାବେଳେ କ'ଣ ଅସୁବିଧା ହେଉଥିଲା? ୟାର ଉତ୍ତରଟି ହେବ ଆମ ଦେଶ ପରାଧୀନ ଥିଲାବେଳେ ଆମେ ଅନେକ କ୍ଲେଶ ଭୋଗୁଥିଲେ। ତାପରେ ଖ ନମ୍ବରଟି ଦେଇଛି ଦେଶ ସ୍ୱାଧୀନ ହେବା ପରେ ଆମେ କେଉଁ କାମ କରିପାରିବା ବୋଲି କବିତାରେ କୁହାଯାଇଛି। ଉତ୍ତରଟି ହେବ ଦେଶ ସ୍ୱାଧୀନ ହେବା ପରେ ଆମେ ଅନେକ ଭଲ କାମ କରିପାରିବା ବୋଲି କବିତାରେ କୁହାଯାଇଛି, ଯଥା ଦେଶର ସେବା, ଅଛୁଆଁ ଛୁଆଁ ଭେଦ ଦୂର, ବିବିଧ କଳକାରଖାନା ପ୍ରତିଷ୍ଠା ଏବଂ ଜ୍ଞାନ ବିଜ୍ଞାନରେ ଉନ୍ନତି ଇତ୍ୟାଦି। ତାପରେ ଗ ନମ୍ବରଟି ଦେଇଛି ଜାତିର ଟେକ ରଖିବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ? ୟାର ଉତ୍ତରଟି ହେବ ଜାତିର ଟେକ ରଖିବା ପାଇଁ ଆମକୁ ସ୍ୱଦେଶ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ ପଡ଼ିବ। ତାପରେ ଘ ନମ୍ବରଟି ଦେଇଛି ଦେଶର ଉନ୍ନତି ପାଇଁ କେଉଁ କେଉଁ କାମ ସ୍ୱାଧୀନ ଭାରତରେ କରାଯିବ ବୋଲି ଆଶା କରାଯାଇଛି। ୟାର ଉତ୍ତରଟି ହେବ ଦେଶର ଉନ୍ନତି ପାଇଁ ସ୍ୱାଧୀନ ଭାରତରେ କର୍ତ୍ତବ୍ୟ ପରାୟଣ ହେବାକୁ ଆଶା କରାଯାଇଛି। ଏଥିସହିତ ଦେଶରେ ସେବା, ଭେଦଭାବ ଦୂରୀକରଣ, ଛୁଆଁ ଅଛୁଆଁ ଭାବ ଠାରୁ ଦୂରରେ ରହିବା, କଳକାରଖାନା ପ୍ରତିଷ୍ଠା ଏବଂ ଜ୍ଞାନ ବିଜ୍ଞାନରେ ଉନ୍ନତି ସାଧନ କରାଯିବ ବୋଲି ଆଶା କରାଯାଇଛି। ନମ୍ବର 1ଟି ଦେଇଛି ଆମେ କାହିଁକି ମଥା ନଇଁବୁ ନାହିଁ ବୋଲି କବି କହିଛନ୍ତି। ୟାର ଉତ୍ତରଟି ହେବ ଆମେ ବୀର ଜାତି, ଆମେ ଯେଉଁ କଥା କହିବୁ ସେହି କାମକୁ ପ୍ରାଣ ଦେଇ କରିବୁ, ତେଣୁ ଆମେ ମଥା ନଇଁବୁ ନାହିଁ ବୋଲି କବି କହିଛନ୍ତି। ତାପରେ ନମ୍ବର 2ର କ ନମ୍ବରଟି ଦେଇଛି କଥାକୁ କିପରି କାର୍ଯ୍ୟରେ ପରିଣତ କରିବା ବୋଲି କବିତାରେ କୁହାଯାଇଛି। ୟାର ଉତ୍ତରଟି ହେବ କଥାକୁ ପ୍ରାଣ ଦେଇ କାର୍ଯ୍ୟରେ ପରିଣତ କରିବା ବୋଲି କବିତାରେ କୁହାଯାଇଛି। ତାପରେ 2 ନମ୍ବର ଖଟି ଦେଇଛି ସ୍ୱାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରୀରେ କି ପରିବର୍ତ୍ତନ ଆଣିପାରିବା କଥା କବି କହିଛନ୍ତି। ୟାର ଉତ୍ତରଟି ହେବ ସ୍ୱାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରୀରେ ସ୍ୱର୍ଗର ସୁଷୁମା ଖେଳାଇ ପରିବର୍ତ୍ତନ ଆଣିପାରିବା କଥା କବି କହିଛନ୍ତି। ତାପରେ ନମ୍ବର ଗଟି ଦେଇଛି କେଉଁ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି। ୟାର ଉତ୍ତରଟି ହେବ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି। ତାପରେ ନମ୍ବର ଘଟି ଦେଇଛି କେଉଁମାନେ ପ୍ରତିଜ୍ଞା କରିବା କଥା କବିତାରେ ପ୍ରକାଶ ପାଇଛି। ୟାର ଉତ୍ତରଟି ହେବ କୋଟି କୋଟି ଭାରତର ସନ୍ତାନ ଯିଏ ଯେଉଁଠି ଅଛନ୍ତି ସମସ୍ତେ ପ୍ରତିଜ୍ଞା କରିବା କଥା କବିତାରେ କୁହାଯାଇଛି। ତାପରେ ଉ ନମ୍ବରଟି ଦେଇଛି ଦେଶରେ କଳକାରଖାନା ଗଢ଼ି ଉଠିଲେ ଆମର କ'ଣ ସୁବିଧା ହେବ? ୟାର ଉତ୍ତରଟି ହେବ ଦେଶରେ କଳକାରଖାନା ଗଢ଼ି ଉଠିଲେ ନାନା ପ୍ରକାର ଦ୍ରବ୍ୟ ଉତ୍ପନ୍ନ ହେବ ଏବଂ ଅସଂଖ୍ୟ କାରିଗର ସୃଷ୍ଟି ହେବେ। ତାପରେ ନମ୍ବର 3ଟି ଦେଇଛି କବିତାରେ ଯେଉଁ ପଦରେ ଏକଥା କୁହାଯାଇଛି ସେହି ପଦଟି ବାଛି ଲେଖିବା। ନମ୍ବର କଟି ଦେଇଛି ସେ ସମୟରେ କଷ୍ଟ ଭୋଗୁଥିଲୁ, ଏହାର ସମ୍ପର୍କିତ ପଦଟି ହେବ ବିଦେଶୀ ଶାସନରେ ଅଧୀନ ଥିଲା ଦେଶ, ସେକାଳେ ଭୋଗିଥିଲୁ କେତେ ଯେ ଆମେ କ୍ଲେଶ। ତାପରେ ଖ ନମ୍ବରଟି ଦେଇଛି ଦେଶ ସେବାକୁ ଜୀବନର ବ୍ରତ କରିବା, ଏହାର ସମ୍ପର୍କିତ ପଦଟି ହେବ ସ୍ୱଦେଶ ସେବା ବ୍ରତ କରିବାକୁ ଜୀବନର ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ତାପରେ ଗ ନମ୍ବରଟି ଦେଇଛି ସମସ୍ତଙ୍କ ପାଇଁ ଭଲ କାମ କରିବା, ଏହାର ସମ୍ପର୍କିତ ପଦଟି ହେବ ଅଛୁଆଁ ନୁହେଁ କେହି ସଭିଏଁ ଭାଇ ଆମ, ସଭିଙ୍କ ହିତ ପାଇଁ କରିବୁ ଆମେ କାମ। ତାପରେ ଘ ନମ୍ବରଟି ଦେଇଛି ବହୁ ଜିନିଷ ସୃଷ୍ଟି ହେବ, ଏହାର ସମ୍ପର୍କିତ ପଦଟି ହେବ ଦେଶରେ ଖୋଲିଦେବୁ ବିବିଧ କାରଖାନା ଯେପରି ଉତ୍ପନ୍ନ ହୋଇବ ଦ୍ରବ୍ୟ ନାନା। ତାପରେ ଉ ନମ୍ବରଟି ଦେଇଛି ଯାହା କରିବୁ ତାହା ପ୍ରାଣ ଦେଇ କରିବୁ, ଏହାର ସମ୍ପର୍କିତ ପଦଟି ହେବ ଆମେ ଯେ ବୀର ଜାତି ନଇଁବୁ ନାହିଁ ମଥା, କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା। ତାପରେ ନମ୍ବର 4ଟି ଦେଇଛି ଧ୍ୱଜା ସହିତ ଯେପରି ଫରଫରର ସମ୍ପର୍କ ଅଛି, ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକ ସହିତ ଯାହାର ଯାହାର ସମ୍ପର୍କ ଅଛି ତାକୁ ସେହି ଶବ୍ଦ ପାଖରେ ଲେଖ। କଟା ଦେଇଛି ଝରଣା, ଉତ୍ତର ହେବ ଝରଝର। ଖଟା ଦେଇଛି ଅଦା, ସରସର। ଗଟା ଦେଇଛି ରାଗ, ତମତମ। ଘଟା ଦେଇଛି ଚାଲି, ଦମଦମ। ଉଁଟା ଦେଇଛି ଶୀତ, ଥରଥର। ତାପରେ ନମ୍ବର 5ଟି ଦେଇଛି ତଳେ କବିତାରେ ଥିବା କେତେକ ଶବ୍ଦ ଦିଆଯାଇଛି, ସେଗୁଡ଼ିକ ପୂର୍ବରୁ ଗୋଟିଏ ଲେଖାଏଁ ଉପଯୁକ୍ତ ଶବ୍ଦ ଯୋଡ଼ିବା। ଡ୍ୟାସ୍ ଶାସନ, ଉତ୍ତର ହେବ ବିଦେଶୀ ଶାସନ। ଡ୍ୟାସ୍ ଧ୍ୱଜା, ଜାତୀୟ ଧ୍ୱଜା। ଡ୍ୟାସ୍ ପଥ, କର୍ତ୍ତବ୍ୟ ପଥ। ଡ୍ୟାସ୍ କାରିଗର, ଅସଂଖ୍ୟ କାରିଗର। ତାପରେ ଖ ନମ୍ବରଟି ଦେଇଛି ତଳେ କବିତାରେ ଥିବା ଶବ୍ଦ ଦିଆଯାଇଛି, ସେଗୁଡ଼ିକ ପରେ ଗୋଟିଏ ଲେଖାଏଁ ଉପଯୁକ୍ତ ଶବ୍ଦ ଯୋଡ଼ିବା। ସ୍ୱଦେଶ ଡ୍ୟାସ୍, ସ୍ୱଦେଶ ସେବା। ବୀରଜାତି ଡ୍ୟାସ୍, ବୀରଜାତି ନଇଁବୁ। ତାପରେ 6 ନମ୍ବରଟି ଦେଇଛି ଯେପରି ବିଦେଶୀ ପାଇଁ ସ୍ୱଦେଶୀ, ସେହିପରି ନିମ୍ନରେ ଦିଆଯାଇଥିବା ଶବ୍ଦ ଗୁଡ଼ିକ ପାଇଁ କ'ଣ ହେବ ଲେଖ। ସ୍ୱାଧୀନ ହେବ ପରାଧୀନ, ଭଲ ହେବ ମନ୍ଦ, ପର ହେବ ନିଜର, ହିତ ହେବ ଅହିତ, ବୀର ହେବ ଭୀରୁ। ତାପରେ 7 ନମ୍ବରଟି ଦେଇଛି ଯେପରି କର୍ତ୍ତବ୍ୟ ଶବ୍ଦ ସହ ପଥ ଶବ୍ଦ ମିଶି କର୍ତ୍ତବ୍ୟ ପଥ ହୋଇଛି, ସେପରି ତଳେ ଦିଆଯାଇଥିବା ଶବ୍ଦମାନଙ୍କ ମଧ୍ୟରୁ ଯେଉଁ ଶବ୍ଦରେ ପଥ ଯୋଗ କରି ନୂଆ ଶବ୍ଦ ଗଢ଼ି ହେବ ସେଗୁଡ଼ିକ ଲେଖ। ସତ୍ୟ ସହିତ ପଥ ଯୋଗ ହେଲେ ସତ୍ୟ ପଥ, ଧର୍ମ ସହିତ ପଥ ଯୋଗ ହେଲେ ଧର୍ମପଥ, ଗତି ସହିତ ପଥ ଯୋଗ ହେଲେ ଗତିପଥ, ଛାୟା ସହିତ ପଥ ଯୋଗ ହେଲେ ଛାୟାପଥ,
କର୍ମ ସହିତ ପଥ ଯୋଗ ହେଲେ କର୍ମପଥ, ପ୍ରାଣ ସହିତ ପଥ ଯୋଗ ହେଲେ ପ୍ରାଣପଥ, ଜ୍ଞାନ ସହିତ ପଥ ଯୋଗ ହେଲେ ଜ୍ଞାନପଥ। ତାପରେ ନମ୍ବର 8ଟି ଦେଇଛି ପତାକାର ଆଉ କେତୋଟି ପ୍ରତିଶବ୍ଦ ଅଛି? ପ୍ରତିଶବ୍ଦ ମାନେ ହେଉଛି ଏକା ଶବ୍ଦ। ଉତ୍ତରରେ ହେବ ଧ୍ୱଜା, ବାନା, କେତନ, ବୈଜୟନ୍ତୀ। ତାପରେ ନମ୍ବର 9ଟି ଦେଇଛି ଯେପରି ଶାସନରୁ ଶାସିତ, ଦଳରୁ ଦଳୀୟ ହୋଇଛି, ସେପରି ତଳେ ଦିଆଯାଇଥିବା ଶବ୍ଦମାନଙ୍କର ନୂଆ ରୂପ ଲେଖିବା। ଉତ୍ପାଦନର ନୂଆ ରୂପ ଉତ୍ପାଦିତ, ନାମର ନାମିତ, ଜାତିର ଜାତୀୟ, ବିଦେଶ ବିଦେଶୀୟ, ଜୀବନ ଜୀବିତ। ତାପରେ 10 ନମ୍ବରଟି ଦେଇଛି ତଳେ କ ଓ ଖ ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି। ସେହି ଶବ୍ଦ ଦୁଇଟିକୁ ମିଳାଇ ଯେଉଁ ନୂଆ ପଦ ସୃଷ୍ଟି ହୋଇଛି ତାକୁ ଗ ସ୍ତମ୍ଭରେ ଲେଖିବା। କରେ ଅଛି କାମ, ଖରେ ଅଛି ତରତର, କାମ ତରତର, ଲୁହ ଝରଝର, ରାଗ ଗରଗର, ବଚନ ଖରଖର, ପତାକା ଫରଫର, ଅଦା ସରସର। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।